मन पुजुरी रे ए बनतारी केमिति कांदुची घुमुरी घुमुरी एमिति विधाता कहानी लेखे शुणिले लिखिले हृदय कांदे छायाळुर लुचकाळी खेळ छायाळुर लुचकाळी खेळ समय करुची ए परिहास भाग्यर दोष ना कर्मर दोष भाग्यर दोष ना कर्मर दोष भाग्यर दोष ना कर्मर दोष भाग्यर दोष ना कर्मर हे भगवान कहार केमिति कौ जन्म अनिष्ट करिथिली ए जन्मरे मो स्वामी ठाରୁ मते कहीं अलग हेବାକୁ पड़िला तुमको बिना मु केमिति बचिबी मोहिनी ଯାହାକୁ ତୁ ଝୁରି ମରୁଛୁ ରେ ଭଉଣୀ ସେ ରାଜାଙ୍କ ହସ୍ତରେ ବନ୍ଦୀ। भाई तमे सब कौन कहूछ तमे सब कहूछ ସତ କହୁଛୁ ନା स्वामी राजा को हस्ତରେ बंदी ରାଜାଙ୍କ ହସ୍ତରେ ବନ୍ଦୀ। भाई तमे मु कौन करिबो स्वामी को उद्धार करिबी आपण मते किछ उपाय दियंतु भाई। हाँ मुझे भी थिल मो स्वामी को निश्चय उद्धार करिबी राजा को हाथ जोड़ी नहीं हो रहा है तुमको वो भिख मांगिबी मो स्वामी के भाई तमे एटा हम निश्चय राजा को पाख को जीबी मो स्वामी को उद्धार करिबी एई मुहूर्त मु चली जीबी। सेनापति सुवर्ण सुजोग मानेटा या जे गुरुदेव राजा चंद्रहास सहित युद्ध चली पांडव पांडव सहित हाँ हेले आउ विराट सरदार राजा सहित मिसी युद्ध करुछि पांडव पक्षरे वर्तमान कलिंग राज्य रे मोहिनी एका ए समय तमे मोहिनी को आपणार करी निजर अर्धांगिनी भावरे रखिबा को हबो। चलो ए सुवर्ण सुजोग को हाथ छड़ करिवनी चलो एटा ही से समय ठीक अछि गुरुदेव चलो।
ଖୋଜି ଖୋଜି ଅନେକ ଦୂରକୁ ମୁଁ ଚାଲି ଆସିଛି। ହେଲେ ଏଇ ଦେଖାଯାଉଛି କୌଣ୍ଡିନ୍ୟ ରାଜ୍ୟର ରାଜମହଲ। ହଁ, ମୋତେ ଯେମିତି ହଉ ସେ ମହଲକୁ ଯାଇ ମହାରାଜାଙ୍କ ସହିତ ସାକ୍ଷାତ କରି ମୋ ସ୍ୱାମୀକୁ ମୁକ୍ତି କରିବାକୁ ପଡ଼ିବ। ହଁ, ଯାଏ ମୁଁ ଆଗକୁ। ମୋ ଭଲ ବହୁତ ଭଲ ଭଲରେ ଭଲରେ ବହୁତ ଭଲ। ମୋ ମୁଣ୍ଡଟା ଯଦି ଟିଣ ହେଇଯାଏ ନା ମୋ ସାଜି ଯାଏ ବ୍ରହ୍ମ ଚଟାଳ। ସେନାପତି ତମେ ଦେଖନ୍ତୁ, ମୁଁ ଆପଣଙ୍କ ହାତ ଯୋଡ଼ୁଛି। ପୂର୍ବରେ ମୁଁ ଆପଣଙ୍କୁ ଅନେକ କିଛି କହିଦେଇଛି, କିନ୍ତୁ ମୋତେ ଯେମିତି ହେଲେ ବି ମୋ ସ୍ୱାମୀକୁ ମୋ ନାରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଆସିଛି। ମୋ କଥାରେ ଯଦି ଅମାନ୍ୟ କରିଯାଏ ଯୋଉ ନାରୀ, ତାହେଲେ ପରିଣାମ ଭୟଙ୍କର ହେଇ। ଦେଖନ୍ତୁ, ହସ୍ତିନାପୁରର ବିଶ୍ୱକେତୁ ବୀର ଅଟନ୍ତି ମୋ ସ୍ୱାମୀ। ହଁ ଶୁଣ, ମନ ଦେଇକି ଶୁଣ, ପ୍ରକାଶ କରୁଛି ମୁଁ। ପାଣ୍ଡବ ଶିବିରରେ ଯାଇ ସେଇ ନାମାଙ୍କିତ ଅସ୍ତ୍ର ପାଇଁ କଳିଙ୍ଗ ରାଜ୍ୟର ରାଜା ଯୁଦ୍ଧ ପ୍ରହାର ଚାଲିଛି। সেই সময় বৃষকেতু, সে বৃষকেতু কিয়ে? ଦେଖନ୍ତୁ, ହସ୍ତିନାପୁରର ବୃଷକେତୁ ବୀର ସେ ମୋ ସ୍ୱାମୀ ଅଟନ୍ତି। ଆଉ ମୁଁ ଶୁଣିବାକୁ ପାଇଛି ତମ ସ୍ୱାମୀ ହଁ এ বৃষকেতু এ কলিঙ্গ রাজ্যর রাজা সম্ভোগরে বন্দী হয়ে পড়ি সারিছি। ସେଇଥିପାଇଁ ମୁଁ ରାଜାଙ୍କୁ ଅନୁରୋଧ କରି ମୋ କଥାକୁ ସମ୍ପୂର୍ଣ୍ଣ ବିଶ୍ୱାସ କରିବ, ତାହେଲେ ସ୍ୱଚକ୍ଷୁରେ ଦେଖିପାରିବ ସତରେ ବୃଷକେତୁ ବନ୍ଧା ପଡ଼ିଛି। ଦେଖନ୍ତୁ, ମୋତେ ଟିକେ ଦୟା କରନ୍ତୁ। ମୋ ସ୍ୱାମୀଙ୍କ ପାଖକୁ ମୋତେ ନେଇଯାଆନ୍ତୁ ସେନାପତି। ତମ ସ୍ୱାମୀ ମୁଁ କିଏ? ତମ ସ୍ୱାମୀ ଯଦି ବୃଷକେତୁ, ତାହେଲେ ମୁଁ କିଏ? ତମେ ସବୁ କ'ଣ କହୁଛ? ସତରେ ମୁଁ କିଛି ବୁଝିପାରୁନି। ସମୟ ଆସିଲା, ବିବାହ ବେଦୀରେ ତମେ ବସିଯାଅ। ତମ ହାତରେ ଶଙ୍ଖ, ମଥାରେ ସିନ୍ଦୁର, ଲାଲି ପାଠ ଓଢ଼ଣୀ ପିନ୍ଧି କ'ଣ କରିବା? ଏ ରାଜ୍ୟରେ ତମେ ମହାରାଣୀ ହବ। ନା, ତମେ ଏମିତି ଅସଭ୍ୟ କଥା କୁହ। ମୁଁ କେବେ ହେଲେ ମୁଁ ପରା ଅନ୍ୟ ଜଣକୁ ମନ ଦେଇ ତାଙ୍କୁ ମୋ ପତି ରୂପରେ ବରଣ କରିସାରିଛି। ଆଉ ତମେ ଏମିତି ଜଣେ ପ୍ରତିବଦ୍ଧ ନାରୀ କେମିତି କଥା କହିବାକୁ? ସତରେ ଭଲ ଭାଇ ସରିଛ। ଆରେ ଯଦି ବିବାହ ଭଲ ପାଇଥାଅ, ତାହେଲେ ହାତରେ ଶଙ୍ଖ, ମଥାରେ ସିନ୍ଦୁର, ଏଗୁଡ଼ା କୁଆଡ଼େ ଗଲା ଲୋ, ଗଲା ଗଲା। ଦେଖନ୍ତୁ, ମୋତେ ସମୟ ନାହିଁ। ଯେମିତି ହେଲେ ବି ରାଜାଙ୍କ ପାଖକୁ ଯିବାକୁ ହବ। ତମର ଯୋଉ ସେବା କରିବାର ଅଛି ସେଇ ସେବା ମୁଁ କରିବି। ଏ କଳିଙ୍ଗ ରାଜ୍ୟରେ ହେଇଯାଅ ପାଟରାଣୀ, ମୁଁ ହେବି ରାଜା। ହେଇପାରିବ ନାହିଁ? ଠିକ ଅଛି, ଅନାନୀ ଆଗକୁ ବଡ଼ ନା ପଡ଼ିବି। ଭଲ, ବହୁତ ଭଲ।
ଆଲୋ ପାଖକୁ ଚାଲିଆ ମୋ ପାଖେ ଆସିବାକୁ ଚେଷ୍ଟା କର। গুরুদেব গুরুদেব এইটাকু কহନ୍ତି ভগবান ଯୋଉ ବିପଦରେ ତମେ ଆସିକି ମତେ ବଞ୍ଚେଇଛ ସେନାପତି ଆଜି ମୁଁ ପ୍ରଥମ ଥର ଦେଖୁଛି ଜଣେ ନାରୀ ପାଖରେ ଜଣେ ପୁରୁଷ ହାର ମାନୁଛି ଧନ୍ୟ କହିବି ତୁମକୁ ଧନ୍ୟ ବର୍ତ୍ତମାନ ମୋହିନୀକୁ ନେଇ ଆସ ମୋର ଗୁପ୍ତ ନିବାସକୁ এইটাকু କହନ୍ତି କଣ ଜଣେ ନାରୀ ପୁରୁଷର ଗୋଟିଏ କଣ୍ଡେଇ ମହାମନ୍ତ୍ରୀ ଦେବାଲିକ মহারাজ ବର୍ତ୍ତମାନ ଚଣ୍ଡାଳ ଚଣ୍ଡବେଗର କୌଣସି ସନ୍ଧାନ ପାଇଛ? না মহারাজ গুপ্তচর খোঁজନ୍ତି চতুর্দিগ যাই এপর্যন্ত চন্ডবেগর সন্ধান মিলুনাହିଁ। ତଥାପି ଚଣ୍ଡାଳ ଚଣ୍ଡବେଗ ଲୁଚିଲା କେଉଁଠି? এই ষଣ୍ଢ কোଉଠି ଅଛୁ ବା? এই ষণ্ଢ মহারাজ ଆସିଲେ ଷଣ୍ଢ ମାର୍କା। ଆରେ ଷଣ୍ଢ ମାର୍କା ତୁମେ ଏତେ ଦିନ ଥିଲ କେଉଁଠାରେ? କ'ଣ ହୋଇଛି ତୁମର ଏ ଅବସ୍ଥା? ମୋ ବିରାଟ ସବରକୁ କହିଲେ ମୋତେ ନେଇ ରଖିଛି ମହାରାଜା। ହଁ ଆଉ ମହିଳୀକୁ ସେ ଅଧର୍ମ ଆଉ ସେନାପତି ମିଶିକି ଉଠେଇ ନେଇଯାଇଛନ୍ତି ମହାରାଜ। ହଁ ଆପଣଙ୍କ ରାଜପୁତ୍ରକୁ ସେ ଅଧର୍ମ ସାଙ୍ଗରେ ମିଶିକରି ସେନାପତି ବିଷ ଦେଇ ମାରିଦେଇଛି ମହାରାଜ। ମହାମନ୍ତ୍ରୀ ଦେବାନିକ ମହାରାଜ ମହାମନ୍ତ୍ରୀ ଦେବାନିକ ମହାରାଜ ଯିଏ ପାପ କାର୍ଯ୍ୟରେ ଲିପ୍ତ ହୋଇ ଅନୈତିକ କାର୍ଯ୍ୟ କରେ ଆରୁ ଯିଏ ସେହିଭଳି ପାପୀକୁ ସାହାଯ୍ୟ କରିଥାଏ ପ୍ରଥମେ ସେହି ସାହାଯ୍ୟକାରୀକୁ କଠୋରରୁ କଠୋର ଦଣ୍ଡ ମିଳିଥାଏ। ହଁ ମହାରାଜ ବର୍ତ୍ତମାନ ଷଣ୍ଢ ମାର୍କା କରିଥିବା ଭୁଲ ପାଇଁ କଠୋର ଦଣ୍ଡ ଦିଅ। ହଁ ମହାରାଜ ସମୟ ଆଜି
মহাভারত মଣିষ জীবন গুরুদেব সেনাপতি গুরুদেব ମୁଁ କହିଥିଲି ନା ଦିନେ ନା ଦିନେ ତୁମର ଅଭିଳାଷ ପୂର୍ଣ୍ଣ କରିବି। ଆଜି ପୂର୍ଣ୍ଣ ହେବାକୁ ଯାଉଛି ସେନାପତି। ବର୍ତ୍ତମାନ ମୋହିନୀକୁ ତମେ ଏଇଠି ସିନ୍ଦୁର ପିନ୍ଧେଇ ସବୁଦିନ ପାଇଁ ନିଜର କରିବ। ନିଜର ମୋହିନୀ ଆରେ ଭାବୁଛୁ କ'ଣ ଏ ସେନାପତିକୁ ତୁ ଯଦି ତୋର ପତି ରୂପରେ ସ୍ୱୀକାର କରିବୁ ତାହେଲେ ତୁ ରାଜାର ଜଣେ ରାଣୀ ହେଇଯିବୁ। କ'ଣ କହିଲେ? ଚଳ ପତିବ୍ରତ ନାରୀ କେମିତି ଅସଭ୍ୟ କଥା କହିବାର ସୀମା ଉଲ୍ଲଂଘନ କରୁଛନ୍ତି ଆପଣ। ମୁଁ ମରିଯିବି ପଛେ ଏପରି ଗୋଟେ ଅମଣିଷ ପଶୁକୁ କେବେ ମଧ୍ୟ ମୁଁ ପତି ରୂପରେ ସ୍ୱୀକାର କରିପାରିବି। ଭଲରେ କହୁଛି କିଛି ଘଟଣା ନ ଘଟିବା ପୂର୍ବରୁ ତୁ ମୋ କଥାରେ ରାଜି ହେଇ ସେନାପତିକୁ ସ୍ୱାମୀ ରୂପରେ ବରଣ କରିନେ। ନା ମୁଁ ୟାଙ୍କୁ କେବେ ମୋ ପତି ରୂପରେ ଗ୍ରହଣ କରିପାରିବିନି, ମାନେ ପାରିବିନି। ସେନାପତି ଗୁରୁଦେବ ମୋ କଥାରେ ଯଦି ଅମାନ୍ୟ କରୁଛି ତାହେଲେ ଜୋର ଜବରଦସ୍ତି ତାକୁ ଏଠାରେ ବିବସନା କରାଅ। ଏମିତି କଥା ମହାଭାରତରେ ଦ୍ରୌପଦୀ ଯେମିତି ବିବସନା ହେଇଥିଲେ ଆଜି ଅଧର୍ମର ସଭାରେ ମୋହିନୀର ହେବ ବସ୍ତ୍ର ହରଣ। ମୋ ସହିତ ଗୁରୁଦେବ ଗୋଟିଏ ଖେଳ ଆରମ୍ଭ ହେଲା। ହେଲେ ଡବଲ ଖେଳଟା ଗୁରୁଦେବଙ୍କ ସହିତ ଆରମ୍ଭ କରିବା। ବସ୍ତ୍ର ହରଣ ଗୁରୁଦେବ ଆପଣ ଚକ୍ଷୁରେ ଦେଖି ଯାଆନ୍ତୁ। ବିବାହ ସିନ୍ଦୁର ପିନ୍ଧି ଯା, ହାତରେ ଶଙ୍ଖା, ପାଦରେ ଅଳତା, ଆଉ କଳିଙ୍ଗ ରାଜ୍ୟର ଯଦି ଏତିକିରେ ବି ଅମାନ୍ୟ କରୁଛ ତାହେଲେ এই ক্ষণি তো জীবনটা শেষ ଶରୀରର ସମସ୍ତ ଇନ୍ଦ୍ରିୟକୁ ନିସ୍ତେଜ କରିଦେବି ପାପି। ଗୁରୁଦେବ କଣ ଧରାସ୍ତ୍ର ବିନାଶ କର ରାଜାକୁ। আরে কলিঙ্গা রাজ্য চন্দ্রহাস তোরা বুড়ি বঞ্চিবার বাট নাই এই খনি সম্পূর্ণ খলা চুপচার মূর্খ বিভীষণ সেনাপতি ভাବରେ ତତେ ଦେଇଥିଲି ସ୍ଥାନ ଶେଷରେ ତୁ ପାଲଟି ଗଲୁ ରାଜଦ୍ରୋହୀ ଲମ୍ପଟ ନର ରାକ୍ଷସ। ବର୍ତ୍ତମାନ ତୁ ମୋର ଚକ୍ରବ୍ୟୁହ ମଧ୍ୟରେ ଚାହିଁଲେ ନର ପିଶାଚ ତୋର ଗୁପ୍ତ ସ୍ଥଳୀର ଚତୁଃପାର୍ଶ୍ୱରେ ମୋର ଶରୀର ଘେରାଉ କରିଛନ୍ତି।
ପଳାୟନ ପାଇଁ ନାହିଁ ତୋର ରାସ୍ତା। ଆରେ ତୁ ଗୋଟେ ରାଜପୁତ୍ର, ଏ ରାଜପୁତ୍ରକୁ ଚିହ୍ନି ନ ପାରି ସେନାପତି ବଣରେ ଲିଖିତ କରି ସାରିଛୁ। ଇଏ ହେଲା ଗୋଟିଏ ଚାରଜ ସନ୍ତାନ, ଧରସ୍ତ୍ର ବିନାଶ ରାଜାକୁ। एवं हाथ करे ये बुढ़ी किए ये मारते ये मां हाथ करे घंटा प्रहार करी थिला किए। अरे चंटावत तू बुढ़ी हाथ उठेई मो देहरे खंडा प्रहार करुछु। गुरुदेव ठीक अच्छे तो सहित मो युद्ध परीक्षा करुछु। गुरुदेव सेनापति एटा तो बड़ आश्चर्यर कथा षंढ ताहेले बंचिछि कि हमर अति अति दिनरा बंधु वर्तमान षंढ सहित से आम पाई किए केमिति शत्रु साजिछि। अरे षंढ मार्का उठो तो जीवन अवस्था ठीक अच्छे ताहेले उठावे। राजा चंद्रहास अधर्म मु दिन कही ना तुमको धर्म को त्याग कर अधर्म सेवा कर, किंतु तुम्हें अधर्म कथा एड़ाई देल। देख लो राजा धर्म को सेवा करने बदल तुम्हें तुमर शिशुपुत्र को हरैल और साथी तुमर सहधर्मिणी पागलिनी हो गला। और एवं भी समय अच्छी राजा तुम्हें धर्म को त्याग करी मोर सेवा कर। अधर्म
যুগে যুগে যথা ধর্ম তথা জয় অটে সুনিশ্চিত। অধর্ম ମୁଁ ଏ ରାଜ୍ୟର ରାଜା, ତେଣୁ ରାଜାଦେଶ ସବୁଦିନ ପାଇଁ ମୋ ରାଜ୍ୟ ଛାଡ଼ି ଚାଲିଯାଅ, ନଚେତ୍ ସବୁଦିନ ପାଇଁ ଏ ପୃଥିବୀରୁ ଅଧର୍ମର ବିନାଶ କରିବି। ଯାଉଛି ଯାଉଛି ରାଜା। ଆଜି ଏ ଅଧର୍ମ ହାର ମାନୁଛି ତମ ପାଖରେ। ମୁଁ ମାନୁଛି ଯଥା ଧର୍ମ ତଥା ଜୟ ଅଟେ ନିଶ୍ଚିତ। ଆଜି ମୁଁ ହାର ମାନୁଛି ଆଉ ଛାଡ଼ି ଚାଲିଯିବି ମୁଁ ମୋ ଗନ୍ତବ୍ୟ ପଥରେ। କିନ୍ତୁ ଗୋଟାଏ କଥା ମନେ ରଖ ରାଜା, ଯୋଉଦିନ ଦ୍ୱାପରର ଅନ୍ତ ହୋଇ ହେବ କଳିର ଆଗମନ, ସେଇ କଳିର ଆଗମନରେ ଅଧର୍ମ ଏ ପୃଥିବୀ ପୃଷ୍ଠକୁ ଆସି ସାରା ଜଗତରେ ଅଧର୍ମ କରିବ ରାଜୁତି। ହଁ ରାଜା, ଆଜି ପାଇଁ ମୁଁ ଏ ରାଜ୍ୟ ଛାଡ଼ି ଚାଲି ଯାଉଛି। ଆସିବି ସେଦିନ ଯୋଉଦିନ ହେବ ଦ୍ୱାପରର ଅନ୍ତ ଆଉ କଳିର ଆଗମନ ସାଙ୍ଗରେ ନେଇ ହିଂସା, ଲୋଭ, କାମ, କ୍ରୋଧ, ମୋହ ଏ ପାଞ୍ଚ ଅନୁଚରକୁ ନେଇ ମୁଁ ଆସିବି ଏ ଧରା ପୃଷ୍ଠକୁ। ମନେ ରଖ, ଦ୍ୱାପରର ଅନ୍ତ ଆଉ କଳିର ଆଗମନ, ସେଇ କଳି ଯୁଗରେ ଅଧର୍ମ ଆସିବ ଏ ଧରା ପୃଷ୍ଠକୁ। ଆଉ ସାରା ଦୁନିଆରେ ଅଧର୍ମ କରିବ ରାଜୁତି। ଆଜି ପାଇଁ ଯାଉଛି। ଓ ଏକ ଅଶାନ୍ତ ଗ୍ରହର ବିଲୋପ ଘଟିଛି ମୋ ରାଜ୍ୟ। ଝିଅ ମୋହିନୀ, ଆସ ଯିବା କୌଣ୍ଡିନ୍ୟକୁ। ତେବେ ଆସନ୍ତୁ ମହାରାଜ। ହୋଇଅଛି ପରାଜୟ ଲାଭିଅଛି ପାଣ୍ଡବ ବାହିନୀ। ମଧ୍ୟମ ଭ୍ରାତା, ହଁ ମଧ୍ୟମ ଚନ୍ଦ୍ରହାସ ବଳୟ ସାମାନ୍ୟ, ତେଣୁ ଲାଗେ ଚିନ୍ତା କିପରି ମୁକ୍ତି କରିବା ପୁତ୍ରକୁ ତାହାସ୍ତ। ଧର୍ମରାଜ ଯୁଧିଷ୍ଠିର ଶୁଣିଲେ ଏ କଥା କି କହିବେ ମୋତେ? ଅର୍ଜୁନ, ଏକା ହିଁ ଭୀମସେନ যিনি চন্দ্রহাস কালী নিশ্চয় পুত্র ভূষকতু হানিবি ছড়াই। ভীমসেন ঠিক কইছি পার্থ। ভীম সম ক্ষত্রি নাহি এই তিনিপুরে। ପ୍ରଭୁ ଆପଣ ସଖା
ଭୀମ ସମକ୍ଷତ୍ରୀ ନାହିଁ ଏହି ତିନିପୁରୀ। କିନ୍ତୁ ପ୍ରଭୁ ଚନ୍ଦ୍ରହାସ ରହେ ସାମାନ୍ୟ, ତେଣୁ ଲାଗେ ଚିନ୍ତା କିପରି ମୁକ୍ତି କରିବା ପୁତ୍ରକୁ ତାହାସ୍ତୁ। ଅର୍ଜୁନ ପୃଥିବୀର ଶ୍ରେଷ୍ଠ ବୀର ହୋଇ ବହୁ ବୀର ବାକ୍ୟ, କିନ୍ତୁ ଭୀରୁ ନୁହେଁ ଏହି ଭୀମସେନ। ଆସନ୍ତାକାଲିର ଯୁଦ୍ଧ ହେବ ଶେଷ ଯୁଦ୍ଧ। ଭୀମସେନ ଭୀମ ରୂପେ ସଂହାରିବି ରାଜା ଚନ୍ଦ୍ରହାସ, ଆଉ ଛଡ଼ାଇ ଆଣିବି ପୁତ୍ର ବୃଷକେତୁ ସହ ଯଜ୍ଞ ଘଟକ। ପ୍ରଭୁ ଆପଣ ନିରବ କାହିଁକି? ସଖା କିଛି ପ୍ରତିକାର କରନ୍ତୁ। ସଖା ତ୍ରିପୁର ବିଜୟୀ ମୁଖରେ ଏତେ ଦୁର୍ବଳତା ଶୋଭା ପାଏ ନା। ପୁତ୍ର ବୃଷକେତୁ ବନ୍ଦୀ ଆଜି ରାଜା ଚନ୍ଦ୍ରହାସ ହସ୍ତେ। ତାକୁ ଯଦି ମୁକ୍ତି ନ କରିବ କି କହିବେ ରାଜା ଯୁଧିଷ୍ଠିର। ସଖା ଅର୍ଜୁନ ଧର ତୁମ ଗାଣ୍ଡିବ, ଦେଖାଅ ରଣକୌଶଳ। ଯୁଦ୍ଧ ଯଦି ତମ ଇଚ୍ଛା ପ୍ରଭୁ, ତେବେ ଧରୁଛି ଗାଣ୍ଡିବ। କାଲିର ଯୁଦ୍ଧ ହେବ ଅନ୍ତିମ ଯୁଦ୍ଧ। ଯାଅ ଅର୍ଜୁନ ଯାଅ। ଯାଅ ଅର୍ଜୁନ, ଶତ ଭୀମାର୍ଜୁନେ ନ ପାରିବେ ଜିଣି ରାଜା ଚନ୍ଦ୍ରହାସେ। କାଲିର ଯୁଦ୍ଧରେ ଭୀମସେନର ଗର୍ବ ହେବ ଖର୍ବ। ଯଥା ଧର୍ମ ତଥା ଜୟ ଅଟଇ ନିଶ୍ଚିତ। କାହିଁ ସେହି ମୂର୍ଖ ଚନ୍ଦ୍ରହାସ ପୁତ୍ରକୁ ବନ୍ଦୀ କରି ଲୁଚିଅଛି। ସମର ପ୍ରାଙ୍ଗଣେ ଆଜି ଏହି ଭୀମ ଗଦାଘାତ ସହାର ନିଶ୍ଚିତ ଚନ୍ଦ୍ରହାସ। ଭୀମସେନ